29 ଜାନୁଆରୀ କୁ ମୌନି ଅମାବାସ୍ୟା ପଡ଼ୁଛି। ଏ ବର୍ଷର ସବୁଠୁ ଉତ୍ତମ ଓ ମହତ୍ତ୍ୱପୂର୍ଣ୍ଣ ଦିନ ଭାବରେ ମନାଯାଏ। 29 ଜାନୁଆରୀ ବୁଧବାର ସବୁଠାରୁ ବଡ଼ ଅମାବାସ୍ୟା ମୌନି ଅମାବାସ୍ୟା। ଆଉ ବୁଧବାରକୁ ମାତା ଲକ୍ଷ୍ମୀଙ୍କର ଦିନ ମନାଯାଏ। ଏଥିପାଇଁ ଏହି ସବୁ ସଂଯୋଗ ଏହା ଅତ୍ୟନ୍ତ ବିଶେଷ ମନାଯାଏ। ଏହି ଅମାବାସ୍ୟାରେ ଆପଣଙ୍କ ପାଖକୁ ମାତା ଲକ୍ଷ୍ମୀ ଏବଂ ପିତୃଙ୍କର କୃପା ପ୍ରାପ୍ତ କରିବାର ସୁବର୍ଣ୍ଣ ସୁଯୋଗ ଅଟେ। ଯଦି ଆପଣ ଏହି ଦିନ ପୁରୁଣା ଝାଡୁରେ କିଛି ଖାସ୍ ଉପାୟ କରିଦେବେ ତ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ ହିଁ ଆସିବ। ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘର ଧନ ଓ ସୁଖ ସମୃଦ୍ଧିରେ ବର୍ଷା ହେବ ଏବଂ ପିତୃଙ୍କର ଆଶୀର୍ବାଦ ଆପଣଙ୍କ ଜୀବନକୁ ସୁଖ ସମୃଦ୍ଧିରେ ଭରିଦେବ। ଏହି ଭିଡିଓରେ ଆମେ ଆପଣଙ୍କୁ ଏବଂ ଅଦ୍ଭୁତ ପ୍ରଭାବଶାଳୀ ଉପାୟ ଜଣାଇବୁ। ଏହି ଭିଡିଓଟି ଆପଣମାନଙ୍କ ପାଇଁ ବହୁତ ହିଁ ମହତ୍ତ୍ୱପୂର୍ଣ୍ଣ ଅଟେ। ଏହାକୁ ଆପଣମାନେ ପୁରା ଦେଖନ୍ତୁ ଏବଂ କୌଣସି ବି ଜାଣିବା କଥାକୁ ଆପଣ ହାତ ଛଡ଼ା କରନ୍ତୁ ନାହିଁ। ଯଦି ଆପଣ ଏହି ଭିଡିଓଟିକୁ ଧ୍ୟାନର ସହ ଦେଖି ଦେଉଛନ୍ତି ତ ଏହା ଭାବନ୍ତୁ କି ଆପଣଙ୍କ ଜୀବନରୁ ଦରିଦ୍ରତା ସବୁଦିନ ପାଇଁ ସମାପ୍ତ ହୋଇଯିବ। ଆପଣଙ୍କ ଘରେ ସବୁବେଳେ ଅର୍ଥ ଧନ ଭରିକି ରହିବ ଏବଂ ମାତା ଲକ୍ଷ୍ମୀଙ୍କର କୃପା ସदैବ ଆପଣଙ୍କ ସହିତ ବନି ରହିବ। ଆପଣଙ୍କୁ ଅନୁରୋଧ, ଏହି ଭିଡିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ମନସ୍କାମନା ପୂରଣ ହୋଇଯିବ। ଏହା ସହ ଏହି ଭିଡିଓଟିକୁ ଆପଣଙ୍କର ପରିବାର ଏବଂ ସାଙ୍ଗ ସର୍କଲ ପାଖକୁ ସେୟାର କରନ୍ତୁ। ସେମାନେ ମଧ୍ୟ ଅମାବାସ୍ୟାର ଶୁଭ ଲାଭ ଉଠାଇ ପାରିବେ ଏବଂ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ହିନ୍ଦୁ ଧର୍ମରେ ମାଘ ମାସର କୃଷ୍ଣ ପକ୍ଷର ଅମାବାସ୍ୟାକୁ ମାଘ ଅମାବାସ୍ୟା ବା ମୌନି ଅମାବାସ୍ୟା କୁହାଯାଏ। ଏହି ଦିନ ସ୍ନାନ ଦାନ ଏବଂ ମୌନ ବ୍ରତର ବିଶେଷ ମହତ୍ତ୍ୱ ରହିଥାଏ। ଏହି ବର୍ଷ 2025 29 ଜାନୁଆରୀକୁ ପଡୁଥିବା ମୌନି ଅମାବାସ୍ୟା ଦିନ ଶୁଭକର୍ମ ଓ ଉପାୟ ଆପଣଙ୍କ ଜୀବନରେ ବହୁତ ଅଦ୍ଭୁତ ପରିବର୍ତ୍ତନ ଆଣିଥାଏ। ମାଘ ମାସର ଅମାବାସ୍ୟା ଦିନ ସକାଳୁ ପବିତ୍ର ନଦୀରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ମନାଯାଏ। ଏହାପରେ ଦାନ ପୁଣ୍ୟର କାର୍ଯ୍ୟ କରିବା ଏବଂ ପରମ୍ପରା ହୋଇଥାଏ। ମାନ୍ୟତା ଅଛି କି ଏମିତି କରିବା ଦ୍ୱାରା ପିତୃ ପ୍ରସନ୍ନ ହୋଇଥାନ୍ତି, ଯେଉଁ ଘରେ ସୁଖ ସମୃଦ୍ଧି ଖୁସିର ମାହୋଲ ବାସ ହୋଇଥାଏ। ମୌନି ଅମାବାସ୍ୟା ଏହି ପାଳନ ପର୍ବ ସ୍ନାନ ଆଉ ଦାନ ପାଇଁ ଅତ୍ୟନ୍ତ ମଙ୍ଗଳକାରୀ କରାଯାଏ। ମୌନି ଅମାବାସ୍ୟା ଦିନ ପିତୃଙ୍କର ନିମିତ୍ତ ଦର୍ପଣ ପିଣ୍ଡଦାନ ଆଉ ଶ୍ରାଦ୍ଧ ଦେବାର ବିଶେଷ ମହତ୍ତ୍ୱ ରହିଥାଏ। ଏମିତି କରିବା ଦ୍ୱାରା ଆପଣଙ୍କ ଉପରେ ଯଦି ବି ଆପଣଙ୍କର ପିତୃପୁରୁଷ ରାଗିଥାନ୍ତି ତ ଆପଣ ତାଙ୍କୁ ପ୍ରସନ୍ନ କରାଇ ଦେଇପାରିବେ ଏବଂ ପିତୃଦୋଷରୁ ନିବାରଣ ହୋଇଥାଏ। ପିତୃ ପ୍ରସନ୍ନ ହୋଇ ବଂଶ ବୃଦ୍ଧିର ଆଶୀର୍ବାଦ ଦେଇଥାନ୍ତି ଏବଂ ଆପଣଙ୍କ ଘରେ ଧନ ଧାନ୍ୟ ସୁଖ ସମୃଦ୍ଧିର ବାସ ହୋଇଥାଏ। ଯଦି ପିତୃ ପ୍ରସନ୍ନ ହୋଇଥାନ୍ତି ତ ଆପଣଙ୍କ ଜୀବନରେ ସବୁ କିଛି ଶୁଭ ହିଁ ଶୁଭ ହୋଇଥାଏ। ଏଥିପାଇଁ ଅମାବାସ୍ୟା ତିଥିରେ ପିତୃଙ୍କ ପାଇଁ ଅନ୍ନ ଧନ ଏବଂ ବସ୍ତ୍ରର ଦାନ ଅବଶ୍ୟ କରନ୍ତୁ। ଯଦି କୌଣସି ପବିତ୍ର ନଦୀରେ ସ୍ନାନ କରିବା ଆପଣଙ୍କ ପାଇଁ ସମ୍ଭବପର ହୋଇପାରୁନାହିଁ ତ ଆପଣ ଆପଣଙ୍କ ଘରେ ସ୍ନାନ କରିବା ପାଣିରେ ଗଙ୍ଗା ଜଳର ମାତ୍ର କିଛି ବୁନ୍ଦା ମିଶାଇକି ଆପଣ ସ୍ନାନ କରିପାରିବେ। ସ୍ନାନ କରିବା ସମୟରେ ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରର ଜପ କରନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କୁ ପବିତ୍ର ନଦୀରେ ସ୍ନାନ କରିବାର ବରାବର ଫଳ ପ୍ରାପ୍ତ ହେବ। ସ୍ନାନ ପରେ ଘରର ମନ୍ଦିରରେ ଦୀପ ଜଳାନ୍ତୁ ଏବଂ ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ। ଏହି ଦିନ ଉପବାସ ରଖିବା ଦ୍ୱାରା ହିଁ ବିଶେଷ ଲାଭ ପ୍ରାପ୍ତ ମିଳିଥାଏ। ପିତୃଙ୍କୁ ନିମିତ୍ତ ଦର୍ପଣ ଆଉ ଦାନ ଅବଶ୍ୟ କରନ୍ତୁ। ଅନ୍ନ ଧନ ବସ୍ତ୍ର ଯାହା ବି ଆପଣଙ୍କୁ ସମ୍ଭବ ଆପଣ ଏହି ଦିନ ଦାନ ନିହାତି କରନ୍ତୁ। ଏହି ପବିତ୍ର ଦିନରେ ଭଗବାନଙ୍କୁ ସ୍ମରଣ ଓ ଧ୍ୟାନ କରିବା ଅତ୍ୟନ୍ତ ଶୁଭକାରୀ ହୋଇଥାଏ। ଭଗବାନ ବିଷ୍ଣୁ ଶିବ ଓ ଶନିଦେବଙ୍କୁ ଏହି ଦିନ ପୂଜା କରିବା ବିଶେଷ ମହତ୍ତ୍ୱ ହୋଇଥାଏ। ଗୋଟିଏ ବିଶେଷ ଉପାୟ ହେଉଛି ମୌନି ଅମାବାସ୍ୟା ଦିନ ଆପଣ ଏହି ଉପାୟକୁ ଅବଶ୍ୟ କରିବା ଉଚିତ। ଏହି ଉପାୟ କରିବା ଦ୍ୱାରା ପିତୃ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ପିତୃଦୋଷ ଆପଣଙ୍କର ଦୂର ହୋଇଥାଏ ଆଉ ଆପଣଙ୍କ ଜୀବନରେ କୌଣସି ବି ପ୍ରକାର କମି ରହିବ ନାହିଁ। ଏହି ଉପାୟକୁ ଧ୍ୟାନର ସହ ଶୁଣନ୍ତୁ ଏବଂ ଜରୁର କରନ୍ତୁ। ଆପଣ ଅଟାରେ ଚାରିମୁଖୀ ଦୀପ ବନାଇବେ ଆଉ ମୌନି ଅମାବାସ୍ୟା ଦିନ ସନ୍ଧ୍ୟା ସମୟରେ ଓସ୍ତ ଗଛ ତଳେ ସୋରିଷ ତେଲ ପକାଇ ଲାଲ ବତୀ ପକାଇ ସେହି ଦୀପକୁ ଜଳାଇବେ। ଦୀପ ଜଳାଇବା ପରେ ଓସ୍ତ ଗଛ ମୂଳରେ ଏହି ଦୀପକୁ ରଖନ୍ତୁ ଏବଂ 21 ଥର ଓସ୍ତ ଗଛର ଚାରିପଟେ ପରିକ୍ରମା କରିବେ। ପରିକ୍ରମା କରିବା ସମୟରେ ମନେ ମନେ ପିତୃଙ୍କୁ ସ୍ମରଣ କରନ୍ତୁ ଏବଂ କ୍ଷମା ପ୍ରାର୍ଥନା କରନ୍ତୁ ଏବଂ ଭଗବାନ ଶନିଦେବଙ୍କୁ ସ୍ମରଣ କରିଦେବେ। ଏତିକି କରିବା ଦ୍ୱାରା ଆପଣଙ୍କର ସବୁ କଷ୍ଟ ଦୂର ହେବ ଏବଂ ଆପଣଙ୍କ ଜୀବନରେ
ସୁଖ ଶାନ୍ତିର ବାସ ହେବ। ଭଗବାନ ବିଷ୍ଣୁ ଆଉ ଭଗବାନ ଶିବ ଶମ୍ଭୁଙ୍କ ସୁମରଣ କରିବା ଅତ୍ୟନ୍ତ ଶୁଭକାରୀ ମନାଯାଏ। ତାଙ୍କ କୃପା ପାଇବା ପାଇଁ ମନସ୍କାମନା ମାଗି ନିଅନ୍ତୁ ଏବଂ କ୍ଷମା ପ୍ରାର୍ଥନା କରି ଘରକୁ ଫେରି ଆସନ୍ତୁ। ଏହି ଉପାୟ କରିବା ଆପଣଙ୍କର ସମସ୍ତ ଦୋଷ ଦୂର ହୋଇଯାଇଥାଏ ଏବଂ ସବୁ ଦେବୀ ଦେବତାଙ୍କର ଆଶୀର୍ବାଦ ଆପଣଙ୍କୁ ଲାଭପ୍ରାପ୍ତ ହୋଇଥାଏ। ଏହି ଉପାୟକୁ ଜରୁର କରନ୍ତୁ, ଯାହା ଆପଣଙ୍କ ଜୀବନରେ ସବୁବେଳେ ଶୁଭ ହିଁ ବନି ରହିବ। ଏବେ କଥା ହେବା ଝାଡୁ ସହ ଜଡ଼ିତ ସେହି ଉପାୟ ବିଷୟରେ, ଯାହା ଆପଣ ମୌନି ଅମାବାସ୍ୟା ଦିନ ଜରୁର କରିବେ। ଝାଡୁକୁ ସବୁବେଳେ ଆଦର ସ୍ନେହ ସହ ରଖନ୍ତୁ, କାହିଁକି ନା ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଝାଡୁକୁ କେବେ ବି ଅପମାନ କରନ୍ତୁ ନାହିଁ। ଝାଡୁକୁ ଠିଆ କରି ରଖନ୍ତୁ ନାହିଁ। ଗୋଡ଼ ବା ପାଦ ଝାଡୁରେ ମାରନ୍ତୁ ନାହିଁ ଏବଂ ସନ୍ଧ୍ୟା ସମୟରେ କେବେ ବି ଝାଡୁ ଘରେ କରନ୍ତୁ ନାହିଁ। ମାନ୍ୟତା ଅନୁଯାୟୀ ଯେଉଁ ଘରେ ସନ୍ଧ୍ୟା ସମୟରେ ଝାଡୁ ଲଗାଇଥାନ୍ତି, ସେଠି ଲକ୍ଷ୍ମୀଙ୍କର ବାସ ହୋଇନଥାଏ ଏବଂ ଦରିଦ୍ରତା ଖୁବ୍ ଶୀଘ୍ର ଆପଣଙ୍କ ଘରକୁ ଆସିଯାଇଥାଏ। ଝାଡୁକୁ ସବୁବେଳେ ଏକ ନିଶ୍ଚିନ୍ତ ଓ ଗୁପ୍ତ ସ୍ଥାନରେ ରଖିବା ଉଚିତ। ଝାଡୁକୁ ଗହଣା ପରେ ସବୁବେଳେ ଲୁଚେଇକି ରଖନ୍ତୁ, ଯାହା ଫଳରେ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବନି ରହିବ। ଏବେ ଆସନ୍ତୁ ଏହି ଖାସ୍ ଉପାୟ ବିଷୟରେ ଜାଣିବା। ମୌନି ଅମାବାସ୍ୟା ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ଗୋଟିଏ ଲାଲ କପଡ଼ାରେ 1 ମୁଠି ଚାଉଳ ନେବେ ଏବଂ ଗୋଟିଏ 1 ଟଙ୍କିଆ ତମ୍ଭାର ସିକ୍କା ରଖି 4ଟି ଗଣ୍ଠି ପକାଇଦେବେ। 4ଟି ଗଣ୍ଠି ଏଥିପାଇଁ ଦେବେ କାରଣ ଏହି ଉପାୟ 4 ଦିଗରୁ ହିଁ ଆପଣଙ୍କୁ ଫଳଦାୟକ ହେବ। ଏହି ପୋଟଳିକୁ ଝାଡୁ ତଳେ ରଖିଦେବେ, ତାପରେ ଶୋଇପଡ଼ନ୍ତୁ। ତା ପରଦିନ ସକାଳୁ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପିନ୍ଧି ଝାଡୁ ତଳେ ରଖିଥିବା ପୋଟଳିକୁ ଉଠାଇ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରି ବହି ଯାଉଥିବା ନଦୀରେ ସେହି ପୋଟଳିକୁ ଭସାଇ ଦେବେ। ଏମିତି କଲେ ଧନ ପ୍ରାପ୍ତିର ଯୋଗ ବନିଯିବ ଏବଂ ଆପଣଙ୍କ ଘରେ ସୁଖ ଶାନ୍ତିର ବାସ ହେବ। ଅନ୍ୟ ଉପାୟଟି ହେଉଛି ମୌନି ଅମାବାସ୍ୟା ଦିନ ରାତିରେ ଶୋଇବା ପୂର୍ବରୁ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରିବେ ଏବଂ ଓମ୍ ଧନାୟ ନମଃ ଏହି ମନ୍ତ୍ରକୁ ଆପଣ ଜପ କରିବେ ଏବଂ ଆପଣଙ୍କର ଝାଡୁ ତଳେ ଗୋଟିଏ ଚୁଟକି ଜିରା ରଖିଦେବେ। ଏହାପରେ ଶୋଇପଡ଼ିବେ। ତା ପରଦିନ ସକାଳୁ ଉଠି ଘରକୁ ସଫାସୁତୁରା କରିବେ ଆଉ ଝାଡୁ ତଳେ ରଖିଥିବା ଜିରାକୁ ଅନ୍ୟ ରୁମରୁ ବାହାରେ ଥିବା ଅଳିଆ ସହ ସେହି ଜିରାକୁ ବି ବାହାର କରି ଫୋପାଡ଼ି ଦିଅନ୍ତୁ। ଏହି ଉପାୟକୁ ଧନ ପ୍ରାପ୍ତି ପାଇଁ ଶୁଭ ମନାଯାଏ। ଯଦି ଆପଣ ଚାହାନ୍ତି କି ଆପଣଙ୍କ ଘରେ ଧନର ପ୍ରାପ୍ତି ହେଉ ଆଉ ନକାରାତ୍ମକ ଊର୍ଜା ଶେଷ ହୋଇ ସକାରାତ୍ମକ ଊର୍ଜାର ବାସ ହେଉ, ତ ଗୋଟିଏ ଚୁଟକି ଜିରାର ଏହି ଉପାୟକୁ ନିହାତି ଆପଣାନ୍ତୁ। ଯଦି ଆପଣ ଆପଣଙ୍କ ଜୀବନରେ ଯାହା ବି ଦୋଷ, ଯେପରିକି ଲକ୍ଷ୍ମୀ ଦୋଷ, ବାସ୍ତୁ ଦୋଷ, ଗୃହ ଦୋଷ, ପିତୃଦୋଷ କିମ୍ବା ଅନ୍ୟ କୌଣସି ଦୋଷକୁ ଦୂର କରିବା ପାଇଁ ଚାହୁଁଛନ୍ତି, ତ 29 ଜାନୁଆରୀ ମୌନି ଅମାବାସ୍ୟା ଦିନ ରାତିରେ ଏହି ଉପାୟକୁ ଜରୁର କରନ୍ତୁ। ରାତିରେ ଶୋଇବାକୁ ଯିବା ପୂର୍ବରୁ ଗୋଟିଏ ହଳଦିଆ ରଙ୍ଗର କପଡ଼ା ନିଅନ୍ତୁ, 4ଟି ଗୋଟା ନାଲି ଲଙ୍କା ନିଅନ୍ତୁ ଏବଂ 4ଟି ଗୋଲମରିଚ ଦାନା ନିଅନ୍ତୁ। 1 ଚୁଟକି ହଳଦୀ, 1 ଚୁଟକି ସିନ୍ଦୁର, 1 ଟଙ୍କିଆ ସିକ୍କା, 2ଟି ଅଳେଇଚ, 2ଟି ଫୁଲ ଥିବା ଗୋଟା ଲବଙ୍ଗ ଏବଂ ଅଳ୍ପ ଟିକେ ଫିଟିକିରି ରଖନ୍ତୁ। ଏହି ସବୁ ଜିନିଷକୁ ସେହି ହଳଦିଆ କପଡ଼ାରେ ରଖି ଗଣ୍ଠି ପକାଇ ଦିଅନ୍ତୁ ଏବଂ ସେହି ପୋଟଳିକୁ ଝାଡୁର ତଳେ ରଖିଦିଅନ୍ତୁ। ତା ପରଦିନ ସକାଳୁ ଉଠି ଘର ସଫାସୁତୁରା କରନ୍ତୁ। ଏହାପରେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ଆପଣଙ୍କ ଘରର ପୂଜା ସ୍ଥାନରେ ଦୀପଟିଏ ନିହାତି ଜଳାନ୍ତୁ। ସେହି ଦୀପ ଉପରେ ଝାଡୁ ତଳେ ରଖିଥିବା ପୋଟଳିକୁ 7 ଥର ବୁଲାଇ ଆଣି ଆପଣଙ୍କ ହାତରେ ସେହି ପୋଟଳି ଧରି ମନସ୍କାମନା ମାଗନ୍ତୁ। ଏହାପରେ ସେହି ପୋଟଳିକୁ ଓସ୍ତ ଗଛ ତଳେ ଗାତଟିଏ ଖୋଳି ସେହି ପୋଟଳିଟିକୁ ପୋତି ଦିଅନ୍ତୁ। ଓସ୍ତ ଗଛ ଚାରିପଟେ 7 ଥର ପରିକ୍ରମା କରନ୍ତୁ ଏବଂ ଆପଣଙ୍କର ମନସ୍କାମନା ମାଗି ନିଅନ୍ତୁ। ଏହାପରେ ଆପଣ ସିଧା ଘରକୁ ପଳେଇ ଆସନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ପିତୃଙ୍କର କୃପା ଆପଣଙ୍କୁ ପ୍ରାପ୍ତ ହେବ। ସମସ୍ତ ଦୋଷ ଆପଣଙ୍କର ତୁରନ୍ତ ଦୂର ହୋଇଯିବ ଆଉ ଆପଣଙ୍କ ଜୀବନରେ ସୁଖ ଶାନ୍ତି ସମୃଦ୍ଧିର ବାସ ହେବ। ଏବେ ଆମେ ଆପଣଙ୍କୁ ଏକ ଛୋଟିଆ ଆଉ ପ୍ରଭାବଶାଳୀ ଉପାୟଟିଏ ବତାଇବୁ। ମୌନି ଅମାବାସ୍ୟା ଦିନ ରାତିରେ ଶୋଇବା ପୂର୍ବରୁ 1 ଟଙ୍କିଆ କିମ୍ବା 10 ଟଙ୍କିଆ ସିକ୍କା ନେବେ। ଗଙ୍ଗା ଜଳ ଟିକେ ସେଇ ସିକ୍କାରେ ଛିଞ୍ଚି ଦେବେ। ଯଦି ଉପଲବ୍ଧ ଥାଏ ତ ଗାଈର କଞ୍ଚା କ୍ଷୀର ବି ଏହି ସିକ୍କା ଉପରେ ଛିଞ୍ଚି ପାରିବେ। ଏହାପରେ ସେହି ସିକ୍କାକୁ ଗୋଟିଏ ହଳଦିଆ କପଡ଼ାରେ ରଖି ଗଣ୍ଠି ପକାଇ ଦିଅନ୍ତୁ। ଏହି ପୋଟଳିକୁ ଝାଡୁ ତଳେ ରଖିଦିଅନ୍ତୁ ଏବଂ ରାତିରେ ଶୋଇପଡ଼ନ୍ତୁ। ଏହା ସହ ମନ୍ତ୍ର ଜପ କରିବେ। ମନ୍ତ୍ରଟି ହେଉଛି ଓମ୍ ଶ୍ରୀ ମହାଲକ୍ଷ୍ମୀ ନମଃ। ତାପରେ ଶୋଇପଡ଼ନ୍ତୁ। ତା ପରଦିନ ସକାଳୁ ଉଠି ଘର ସଫାସୁତୁରା କରିବେ। ଏହାପରେ ସ୍ନାନ କରି ସ୍ୱଚ୍ଛ କପଡ଼ା ଧାରଣ କରି
ଝାଡ଼ୁ ତଳେ ରଖିଥିବା ସେହି ପୋଟଳିକୁ ଉଠାଇ ଆଣନ୍ତୁ। ଏହି ଉପାୟ ଧନକୁ ଆକର୍ଷିତ କରିଥାଏ ଆଉ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିଥାଏ। ଆପଣଙ୍କ ଘରର ପୂଜା ସ୍ଥାନରେ ଗୋଟିଏ ଘିଅର ଦୀପଟିଏ ଜଳାଇ ଦିଅନ୍ତୁ। ମାତା ଲକ୍ଷ୍ମୀଙ୍କର ମନ୍ତ୍ର ଓମ୍ ଶ୍ରୀ ମହାଲକ୍ଷ୍ମୀ ନମଃ ଜପ କରି ଦୀପ ଉପରେ ସେହି ପୋଟଳିକୁ ବୁଲାନ୍ତୁ। ତାପରେ ସେହି ପୋଟଳିକୁ ମାତା ଲକ୍ଷ୍ମୀଙ୍କ ଫଟୋରେ ସ୍ପର୍ଶ କରାଇ ପୁଣି ଥରେ ଦୀପ ଉପରେ 2 ଥର ବୁଲାଇ ଆଣନ୍ତୁ। ଏହି ପ୍ରକ୍ରିୟା ଦ୍ୱାରା ମନ୍ତ୍ର 11 ରୁ 12 ଥର ଜପ କରନ୍ତୁ। ସେହି ଶିକା ଏକ ପ୍ରକ୍ରିୟା ଦ୍ୱାରା ଉର୍ଜାର ପ୍ରାପ୍ତ ହୋଇଯିବ। ଆଉ ଇଏ ଏତେ ପ୍ରଭାବଶାଳୀ ହୋଇଯିବ କି ଯାହାକି ଯେଉଁ ସ୍ଥାନରେ ଏହାକୁ ଆପଣ ରଖିବେ ସେଠି ଧନର ବର୍ଷା କରାଇବ। ଆପଣ ଏହି ଶିକାକୁ ଆପଣଙ୍କର ମୁଖ୍ୟ ଦ୍ୱାରରେ ବି ବାନ୍ଧି ପାରିବେ। ଘରର କିଚେନରେ ବି ଆପଣମାନେ ରଖିପାରିବେ। ଆପଣଙ୍କର ପୂଜା ସ୍ଥାନରେ ବି ରଖିପାରିବେ। ଆପଣଙ୍କ ପର୍ସରେ ବି ଏହାକୁ ଆପଣ ରଖିପାରିବେ କିମ୍ବା ଆପଣଙ୍କର ବ୍ୟାପାର, ବାଣିଜ୍ୟ, ବିଜନେସ୍, ଅଫିସରେ ବି ଆପଣ ରଖିପାରିବେ। ଯେଉଁଠି ବି ଏହି ଶିକା ରଖିବେ ଏହା ଧନ ପ୍ରାପ୍ତିର ଯୋଗ ବନିବ ଏବଂ ଧନରେ କେବେ ବି ଆଉ କମି ରହିବ ନାହିଁ। ଏହି ଉପାୟଟି ବହୁତ ପ୍ରଭାବଶାଳୀ ଉପାୟଟିଏ। ଆପଣଙ୍କ ଜୀବନରେ ଏହି ଉପାୟଟିକୁ ନିହାତି ଥରେ କରିକି ଦେଖନ୍ତୁ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ।